ଥିବା ମୋର ବରେଣ୍ୟ ବିଚାରପତିଙ୍କ ପାଦଯୁଗଳରେ ମୋର ଭକ୍ତିପୂତ ପ୍ରଣିପାତ ଜ୍ଞାପନ କରୁଛି ଏବଂ ଏଠାରେ ଉପସ୍ଥିତ ଥିବା ମୋର ଧ୍ରୁବତାରା ସଦୃଶ ସମସ୍ତ ଭ୍ରାତାବୃନ୍ଦ, ପଞ୍ଚଶତୀ ଶିରୋମଣି ଐତିହ୍ୟ ସଦସ୍ୟ ମୋର ଭଗିନୀବୃନ୍ଦମାନଙ୍କୁ ମୋର ହୃଦୟରୁ ସ୍ନେହ ଏବଂ ଶ୍ରଦ୍ଧା ଜ୍ଞାପନ କରୁଛି। ଆମେ ସମସ୍ତେ ଜାଣିଛେ ଆଜି ଆମେ ଏଠି କାହିଁକି ଏକାଠି ହେଉଛେ, କାରଣ ଆଜି ହେଉଛି ୱାର୍ଲଡ ୟୁଥ୍ ସ୍କିଲ୍ସ ଡେ। ପ୍ରତିବର୍ଷ ଏହି ୱାର୍ଲଡ ୟୁଥ୍ ସ୍କିଲ୍ସ ଡେ ଜୁଲାଇ 15 ତାରିଖରେ ଆମେ ପାଳନ କରୁ। ଏହା ନଭେମ୍ବର 2014ରେ ମିଳିତ ଜାତିସଂଘର ପ୍ରୟାସରେ ପ୍ରଥମେ 2015 ମସିହାରେ ଏହା ପାଳନ କରାଯାଇଥିଲା। ପ୍ରତିବର୍ଷ ଏହି ଦିବସର କିଛି ନା କିଛି ଥିମ୍ ଥାଏ। ଏହି ବର୍ଷ ମଧ୍ୟ ଏହି ଦିବସର ଥିମ୍ ଅଛି ଯେଉଁଟାକି ୟୁଥ୍ ସ୍କିଲ୍ସ ଫର ପିସ୍ ଆଣ୍ଡ ସଷ୍ଟେନେବଲ ଡେଭଲପମେଣ୍ଟ ବା ଶାନ୍ତି ଓ ବିକାଶ ପାଇଁ ଯୁବ ଦକ୍ଷତା। এই যে দিনটি আজ আমি পালন করছে এই দিনের মুখ্য বিশেষত্ব হচ্ছে আমার দেশের যুবক মানে যে সব সমস্যার সম্মুখীন হচ্ছেন, যেমন বেকার সমস্যা, মানে চাকরি পাওনাহান্তি, তাঙ্ক সেই সব সমস্যার সমাধান নিমন্তে কিছু পদক্ষেপ আমি নেবা এবং সেমানে কেমতি ডেভেলপমেন্ট করবে। কারণ আমি সমস্তে জানিছে আজির ছাত্র হচ্ছে কালির নাগরিক এবং যে দেশের নাগরিক যেতে দক্ষ হবে সেই দেশের অর্থনীতি দেশ সেতে অর্থনৈতিক সংবিধান হাসল করবে। তেমনি এই সব দৃষ্টিকে আখ্যায়িত রাখি আমার প্রধানমন্ত্রী শ্রীযুক্ত নরেন্দ্র মোদী জুলাই 15ରେ 2015 মସିହା জুলাই মাস 15 তারিখରେ কৌশল ভারত বিকাশ যোজনা আরম্ভ କରିଥିଲେ ଏବଂ ଏହି ଯୋଜନାରେ ସେ ଆମ ଭାରତୀୟ କୋଟି କୋଟି ଯୁବକମାନଙ୍କୁ ସଠିକ ତାଲିମ ଦେବା ଏବଂ ଅଣକୁଶଳୀମାନଙ୍କୁ କୁଶଳୀ କରିବା। ଏବଂ ଆମେ ସମସ୍ତେ ଜାଣିଛେ କି ଆଜିକାଲି ଆମର ସମସ୍ତ ତଥ୍ୟ ଏବଂ ଡାଟା ଡିଜିଟାଲ ହୋଇଗଲାଣି। ତ ଯେଉଁ ଆମ ଦେଶର ଯୁବକମାନଙ୍କୁ କେମିତି ନୂତନ ଟେକ୍ନୋଲୋଜି ବ୍ୟବହାର କରିବା ସହିତ ସେମାନେ କେମିତି ନୂତନ ଟେକ୍ନୋଲୋଜି ବ୍ୟବହାର କରି ରୋଜଗାରକ୍ଷମ ହୋଇପାରିବେ ଏବଂ ଆମ ଦେଶର ବହୁତ ଯୁବକମାନେ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟ ସୀମାରେଖା ହେତୁ ସେମାନେ ଉଚ୍ଚ ଶିକ୍ଷା ପାଇପାରୁନାହାନ୍ତି। ଏହି ଯୋଜନା ମାଧ୍ୟମରେ ସେମାନେ ବି ସହାୟକ ହେବେ। କାରଣ ଆମ ଦେଶର 65% ଲୋକ ଯେଉଁମାନେ କି 35 ବର୍ଷରୁ କମ୍ ସେମାନେ ବିଦେଶରେ ଯାଇକି ଦାଦନ ପଢ଼ୁଛନ୍ତି। ଯଦି ଆମେ ସେମାନଙ୍କୁ ସଠିକ ତାଲିମ ଦିଆଯିବ ଏବଂ ସମୟ ଅନୁସାରେ ସେମାନଙ୍କୁ ପ୍ରସ୍ତୁତ କରାଯିବ, ନୂତନ ଟେକ୍ନୋଲୋଜି ସହିତ ସେମାନଙ୍କୁ ପରିଚିତ କରାଯିବ ଏବଂ ନୂତନ ଟେକ୍ନୋଲୋଜିକୁ ବ୍ୟବହାର କରି ସେମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଏ, ତାହେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ଏବଂ ଆମ ଦେଶ ମଧ୍ୟ ସୁଦୃଢ଼ ହେବ, ଅର୍ଥନୈତିକ ସମୃଦ୍ଧତା ହାସଲ କରିବ ଏବଂ ସଶକ୍ତ ହେବ। ଏବଂ ଏହିସବୁ ଦୃଷ୍ଟିକୁ ଆଖ୍ୟାୟିତ ରଖି ଆଜିର ଦିବସଟି ପାଳନ କରାଯାଏ। ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ ବିକଶିତ ସାମାଜିକ ଚାହିଦା ପୂରଣ ପାଇଁ ନିରନ୍ତର ଭାବରେ ଆଜୀବନ ଶିକ୍ଷାକୁ ପ୍ରୋତ୍ସାହିତ କରେ ଏବଂ ଯୁବକମାନଙ୍କର ନୂତନତ୍ୱ, ଉତ୍ପାଦକତା ବୃଦ୍ଧି, ସମ୍ପ୍ରଦାୟ ତଥା ଜାତୀୟ ସମୃଦ୍ଧିତାର ଲାଭ କରିବାରେ ସହଯୋଗରେ ଅର୍ଥନୈତିକ ଅଭିବୃଦ୍ଧି ଚଳାଇଥାଏ ଏବଂ ଦକ୍ଷତା ବିକାଶ, ତାଲିମ ଓ ସମାନ ସୁଯୋଗରେ ଉତ୍ସାହିତ କରିଥାଏ। ଆଗାମୀ 15 ବର୍ଷ ମଧ୍ୟରେ ଆମ ଭାରତର ସମସ୍ତ ଯୁବକମାନଙ୍କ ପାଇଁ ପ୍ରାୟ ଶ୍ରମ ବଜାରରେ ପ୍ରାୟ 600 ନୂତନ ନିଯୁକ୍ତି କରାଯିବ ବୋଲି ଆକଳନ କରାଯାଇଛି। ତେଣୁ ଆସନ୍ତୁ ଆମେ ସମସ୍ତେ ଏହି ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସରେ ଏକତ୍ରିତ ହୋଇ ଯୁବକମାନଙ୍କର ସାମର୍ଥ୍ୟର ଶାନ୍ତି ପାଇଁ ଏବଂ